ହ୍ୟାଲୋ। ହଁ ଗୋଟେ କଥା କହିଥାନ୍ତି। କୁହ। ଫାଷ୍ଟ ମୋ ରାଣ ପକାଅ, କିଛି କହିବନି ମତେ। ତମ ସେମିତି କିଛି ହେଇଛି କି ଭୁଲ? ରାଣ ପକେଇତେ କହୁଛ, କିଛି ଭୁଲ ହେଇଛି କି? ନା, ମତେ ରାଣ ଟା ପକାଅ ତାପରେ କହିବି। ନାଇଁ କହୁନ କଣ ହେଇଛି? କହିଲି ପରା ରାଣ ପକା। କାହା ରାଣ ପକେଇବି? ମୋ ରାଣ ପକା, ରାଗିବୁନି। ହଉ ତମ ରାଣ, ରାଗିବିନି। ସତ କହୁଛୁ? ସତ କହୁଛି। ଗୋଟେ କହିବା ପାଇଁ ବି ଖରାପ ଲାଗୁଛି, ବଟ କହୁଛି ହେଲା। ତମ ଛଡା ମୋର ଏମିତି ଖାସ ଲୋକ କେହି ନାହାନ୍ତି ଯାହାକୁ ଏ କଥା କହିହବ ହେଲା। ମତେ ଦିଟା ଝିଅ ଫୋନ କରିଥିଲେ। କାହିଁକି? କାହିଁକି ମୁଁ ସେଇଟା ଜାଣିନି। ମତେ ଫୋନ କଲେ, ମତେ ଦୁନିଆ କଥା କହିଲେ ହେଲା। କୋଉ କଥା କହିଲେ, କଣ କହିଲେ? ଫାଷ୍ଟ କଥା, ସତ କଥା କୁହ, ମୋ ନମ୍ବର କାହାକୁ ତମେ ଦେଇଥିଲ କି? ନାଇଁ ମୁଁ ତମ ସ୍ତ୍ରୀ। ମୁଁ ତମ ସ୍ତ୍ରୀ ହେଇକି ତମ ମୋ ସ୍ୱାମୀ ନମ୍ବର ଦେବି କୋଉ ଝିଅକୁ ନେଇକି? ନେ ମୋ ସ୍ୱାମୀ ସହ କଥା ହବ ବୋଲି, କଣ ଭାବୁଛ ତମେ? ଆରେ ମୁଁ ତମକୁ ରାଣ ପକେଇ କହୁଛ ରାଗିବିନି। ଆରେ ମତେ ଏମିତି କଥା ହେଲେ, ସେ ବାହାଘର ମାହାଘର କଥା ପଚାରିଲା, ତମେ ବାହା ହେଇଛ? ଏମିତି ବହୁତ ସାରା ମାନେ ମାନେ ମଥା ଖରାପ, ମାନେ ରାଗ ଯୋଉଟା ଲାଗିବ ସେଇ କଥା ସବୁ ମତେ କହିଲା। ମୁଁ ତମକୁ ତମେ କେମିତି ସେ ତମେ ସେ ଝିଅକୁ ଚିହ୍ନିଛ ଯିଏ ଫୋନ କରିଥିଲା? ମୁଁ ଚିହ୍ନିଥିଲେ ତ ମୁଁ କହିଥାନ୍ତିନି କି ସେ ଝିଅ ଟା କିଏ? ତା ଫଟୋ ରଖିଛ? ମୁଁ ତାକୁ ମୁଁ କଣ କହୁଛି ତ ସେଇ କଥା ଶୁଣ। ତା ଫଟୋ ମାଗିବି ମୁଁ? ମୁଁ ତମକୁ କଣ ମାନେ ମୁଁ ତମକୁ କଣ ପଚାରିଲି? ମୁଁ ପଚାରିଲି ତମେ ମୋ ନମ୍ବର କାହାକୁ ଦେଇଥିଲ କି? ମୁଁ ତମ ସ୍ତ୍ରୀ ଟି? ନା ମୁଁ ତମ ସ୍ତ୍ରୀ ଟି? ମାନୁଛି, ମୁଁ ଶୁଣ। ମୋ ସ୍ୱାମୀ ନମ୍ବର ନେଇକି କୋଉ ଝିଅକୁ କେବେ ଦେଇପାରିବି? ଭାବିବ ନା ମୋ ଦେହ ସହିବ ଏସବୁ କରିବା ପାଇଁ? ଥରେ ନାଇଁ ନାଇଁ, ଭାବିକି ଦେଖ। ନମ୍ବର କାହାକୁ ଦେବି? ତମେ ଯଦି ମୋ କଥା ଶୁଣ, ମୁଁ ତମ ନମ୍ବର କାହାକୁ ବି ଦେଇନା। ମୋ ଫ୍ୟାମିଲି ମେମ୍ବର ତ ମୋ ଛଡା ତମ ନମ୍ବର ଆଉ କାହା ପାଖରେ ନାହିଁ। ମୁଁ ଯେତିକିଟେ ଜାଣିଛି। ରାଗନି, ତମେ ମୁଁ କାହାକୁ ତମ ନମ୍ବର କୋଉଠି ଦେଇକି ଆସିବ ସେଇଟା ମୁଁ କେମିତି ଜାଣିବି? ଆରେ ମୋ କଥା ଟା ଶୁଣ। ହଁ। ମୁଁ ଭାବିଲି ତମେ କାହାକୁ ଦେଇଥିବ ମୋ ନମ୍ବର, ପ୍ରାଙ୍କ କରୁଥିବେ ମୋ ସହିତ। ଭାଇଟା କେମିତି ଜାଣିବା ପାଇଁ ପ୍ରାଙ୍କ କରୁଥିବେ। ସତ କୁହ କାହାକୁ ଦେଇଛ କି? ମୁଁ ତାଙ୍କୁ ବି କିଛି କହିପାରିଲିନି, କାହିଁକି ନା ତମେ ମୋ ମୁଁ ସହିତ ଟିକେ କାହାକୁ ଶୁଣ। ନମ୍ବର ଦେଇନାହିଁ। ଶୁଣ ମୋ କଥା ଶୁଣ, ତମେ ଟିକେ ମଜାଳିଆ ମୋ ସହିତ। ମୁଁ ଭାବିଲି ହଁ ଦେଇଥିବ ତାକୁ, ପ୍ରଥମେ ମୁଁ ପଚାରି ଦିଏ। ମୁଁ ସେଥିପାଇଁ ତମକୁ ମୁଁ ପଚାରିଦେଲି। କୋଉ ହିସାବରେ ଭାବୁଛ ମୁଁ ଦେଇଥିବି ବୋଲି? ମୁଁ କାହାକୁ ନମ୍ବର ଦେଇନି। ମତେ ହଁ ଏମିତି ତାପରେ କଣ ହେଲା? ଶୁଣ, ଏମିତି କଲ୍ କରିବା ପାଇଁ କାହାର ସାହସ ହବ କହିଲୁ? ମତେ ବହୁତ ସାରା କଥା କହିଲା, ସତ କହିଲୁ? ମୁଁ କେମିତି ଜାଣିବି? ତମର କିଏ ଏକ୍ସ ହେଇଥିବ? ମୋର ଏକ୍ସ କିଏ ଥିଲା ମୋର ତ ମନେ ପଡୁନି ସେମିତି। ମନେ ଆଉ କଣ ପଡ ନାହିଁ? ମୁଁ କଣ ତାଙ୍କୁ ମନେ ରଖିବି? ତମେ ଏକ୍ସ କୁ କାଇଁ ମନେ ରଖିବ ଯେ? ସେଇ ତମେ କଥା, ଅଲରେଡି ବାହା ହେଇ ସାରିଲଣି, ତମେ ଏକ୍ସ କୁ କାଇଁ ମନେ ରଖିବ? ସେଇ କଥା। ହୁଏତ ତମ ଏକ୍ସ ତମକୁ ଝୁରି ଥିବ, କିଏ ଜାଣିଲା? ତ କେମିତି ମୁଁ ନମ୍ବର ଟା ତମକୁ ଦେମି, ତମେ କଥା ହବ କି? ନା, ମୋ ବିପି ବଢିକି ଅଛି, ମତେ ଦିଏନି। ରାଗି କଣ ନାଇଁ କଣ କହିଦେବି, ଆଉ କଣ ଏପଟ ସେପଟ ହେଇଯିବ। ତମ ପାଖକୁ କଲ୍ ଆସିଲା, ତମ ପାଖରେ ପ୍ରୋବ୍ଲେମ, ସଲ୍ୟୁସନ ଟା ବି ତମକୁ ହିଁ କରିବାକୁ ପଡିବ। କଣ କଥା କରିବି ମତେ ଯଦି ତମେ ନମ୍ବର ଦବ, ମୁଁ ଯଦି କଥା ହେବି, କଥା ଆହୁରି ବଢିବ। ବୁଝିଲ? ସେଇ ଅନୁସାରେ ଦେଖି ଚାହିଁକି ଡିସିସନ କଣ କରିବା କୁହ? ମୁଁ ରାଗୁନି। କିଏ କଣ ଫୋନ କରିଛି ମୁଁ ତ ଜାଣିନି ଠିକ ସେ, ହେଲା। ପତା ଲଗାଅ ସେ କିଏ ଫୋନ କରିଥିଲା କି କଣ, କି ତମ ସାଙ୍ଗମାନେ କାହାକୁ ନମ୍ବର ଦେଇକି ତମ ସହ ପ୍ରାଙ୍କ କରୁଥିବେ, ହେଇଥାଇପାରେ। ତମର ତ ଅଧିକ ଛତରା ବାତରା ସାଙ୍ଗ ସବୁ ପୋଷିକି ରଖିଛ। ହଁ ସେଇମାନେ କିଏ ଦେଇଥିବେ। ହଁ, ମୁଁ ତ ଛତରା ନା, ମୁଁ ଛତରା ବତରା ସବୁ ସାଙ୍ଗ କରିବି ନା। ହଁ ହଁ ହଁ, ହେଇଥିବ। ଆରେ ହଉ। ହଁ ହଁ, ହାଲୋ ହାଲୋ, ଗୋଟେ କଥା ମନେ ପଇଲା। ହଁ। ମୁଁ ତ କାମ କରୁଛି ଫ୍ଲିପକାର୍ଟ ରେ। ହୁଁ କରୁଥିଲି ଯେ ନା,
ଏବେ ତ ଛାଡିଦେଲିଣି ମାସେ 1.5 ମାସ ହେଲା। ସେଠି ଝିଅ ଗୁଡା ହଷ୍ଟେଲ ଝିଅ ଗୁଡା ପର୍ସନାଲ ନମ୍ବର ନେଇ ଯାଇଥିଲେ। ମାନେ ସେ କହୁଥିଲେ ଯେ ହଁ ଭାଇ ପଛରେ ଡେଲିଭରି କରିଦବା ହଁ ପାଇଁ। ହଁ ଡେଲିଭରି ମୋ ପାଟି ତ ଖରାପ ଛାଡ ଛାଡ। ସେଇ ବୋଧେ ଆଚ୍ଛା ତମେ ପର୍ସନାଲ ନମ୍ବର ବି ଦେଇଥିଲ ଦ୍ୟାଟ୍ ବି ଝିଅ ମାନଙ୍କୁ ପର୍ସନାଲ ନମ୍ବର। ଆରେ ନାଇଁ ଶୁଣ ମୋ କଥା ଶୁଣ। ଯୋଉ ଝିଅ ଗୁଡା ମାନେ ହଷ୍ଟେଲରେ ନଥାନ୍ତି କଲେଜ ଯାଇଥାନ୍ତି ସେମାନେ କୁହନ୍ତି ଭାଇ ତମ ପର୍ସନାଲ ନମ୍ବର ଟା ଦେଇଦିଅ ଆମେ ଯେତେବେଳେ ଫ୍ରି ହବୁ କଲ୍ କରିକି ଆପଣଙ୍କ ପାଖରୁ ପାର୍ସଲ ଟା ନେଇ ଆଚ୍ଛା ଆସିବୁ। କାହିଁକି ନା ଆଚ୍ଛା କମ୍ପାନୀ ଭାଇ ନମ୍ବରରୁ କଲ୍ ହଁ ଆସେନି ନା। ହଁ 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 ଭାଇ ନମ୍ବରରେ ପଛଆଡେ କଣ ଚାଲିଥିବ ଜଣା ପଡିଗଲାଣି ଆଉ କଣ। ଶୁଣ ମୁଁ କିଛି କହିନି। ତୁମ ରାଣ ଖାଇ କହୁଛ ମୁଁ କିଛି କହିନି ଖାଲି ଫୋନ ଆଇଲା ଟିକେ ହାଲୋ କହିଦେଇ ପଚାରିଲି କିଏ ସିଏ ତ ଦୁନିଆ କଥା ଗାଇଲେ ତାପରେ କାଟି ଦେଇକି ସିଧା ତମକୁ କଲ୍ କରୁଛି ସତ କହୁଛି। ସତେକି ମୋ କଥା ସବୁ ମାନୁଥିବ। ଯଦି ବିଶ୍ୱାସ ହଉନି ତମକୁ କାହିଁକି ଏକଥା ଆଗରେ ପ୍ରଥମେ କହିଲି ରାଣ କାହିଁକି ପକେଇଲି। ହଉ ହଉ ତେବେ ଏବେ ତ ଜାଣିନାହାନ୍ତି କିଏ କଲ୍ କରୁଛି କଣ ନାହିଁ ଏବେ କଣ କରିବାକୁ। ତ କଲ୍ କରିଛି ତମକୁ କଣ କହିଲା ସେ ଗାଳିଦେଲା ପୁଣି କଣ ବାରମ୍ବାର କହିଲା? କଲ୍ କରୁଛି କଣ କରିବି କହନି। କଲ୍ କରୁଛି ତମେ ମନା କରୁନ ମତେ କଲ୍ କରୁନ। ଦେଖ ଇଏ ଆଙ୍କୁ କିଛି ଶୁଣ ଏମାନଙ୍କୁ କିଛି କହିଲେ ସିଏ ବାରମ୍ବାର ଆଉ ବହୁତ ସାରା ନମ୍ବର କୁ କଲ୍ କରିବେ। କଣ କରିବି କୁହନି ମୋ ମୁଣ୍ଡ ଟା ଗରମ ହେଇଗଲାଣି। ସିଏ ବି ପାସ୍ ଆଉଟ ହେଇ କୋଉଠି ମାନେ କୋଉଠି ରହିଥିବେ କି କିଛି ତାଙ୍କ ଅତା ପତା ମୁଁ ଜାଣିନି। ପୁଣି ଆଙ୍କ ସହିତ ଯଦି କିଛି ଲାଗିବ ତାଙ୍କ ବିଏଫ ମାନଙ୍କୁ ନମ୍ବର ଦେବେ ସିଏ ଉଲ୍ଟା ମତେ ଗାଳି ଦେବେ। ମୁଁ ଚାହୁଁନି ଏତେ କିଛି ପ୍ରୋବ୍ଲେମ କ୍ରିଏଟ ହଉ କଣ କରିବି ତେବେ ଭାବୁଛି। ତେବେ ଛାଡ ସେ ନମ୍ବର କଲ୍ ଆସୁ ତମେ ବ୍ଲକ୍ କରିଦିଅ ଆଉ କିଛି କରି ତ ପାରିବାନି। ଆମେ ତ କାହା ଝଗଡା ବି କରିବା କିଛି ଦରକାର ନାହିଁ ଅଯଥା କିଳା ମୁଣ୍ଡା ଦରକାର ନାହିଁ। ଯାହା ତ ହେଲା ହେଲା। ଏଇଥିପାଇଁ କେତେ ନମ୍ବର ଚେଞ୍ଜ କରିବୁନି ଏଇ ଫ୍ଲିପକାର୍ଟ ମେସୋ କାମ କରିବା ବଡ ଭୁଲ। ସତ କଥା କହୁଛି ମାନେ ରାସ୍ତାରେ ଦେଖ 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 କୌଣସି କାମ ଖରାପ ନୁହଁ ସେମାନେ ଆଜି କାମ କରୁଛନ୍ତି ବୋଲି ଆମେ ଘରେ ବସିକି ଅର୍ଡର କରିଦଉଛେ ଡ୍ରେସ ଆମର ପଳେଇ ଆସୁଛି ନୂଆ ଡ୍ରେସ ପିନ୍ଧି ଦଉଛେ। ତ ଯଦି ସେ ସବୁ ନଥାନ୍ତା ଆମକୁ ମାର୍କେଟ ଯିବାକୁ ପଡିଥାନ୍ତା ଖୋଜିବାକୁ ପଡିଥାନ୍ତା ସେ ଟାଇମ ଟେକିଂ ହେଇଥାନ୍ତା ନା। ସବୁ କାମ ଭଲ ବଟ କିଛି ଜଣ ଖରାପ ଲୋକ ଥାଆନ୍ତି ନା ନାଇଁ। ସମସ୍ତେ କଣ ଥୋଡି ନା ସବୁ ଲୋକ ମାନେ ଭଲ। ହଉ ଛାଡ। ଯୋଉମାନଙ୍କର ବୁଦ୍ଧି ସୁଦ୍ଧି ନାହିଁ ସେମାନେ ଏମିତି କରିବେ। ତମେ ତ ଯଦି ବି ତମ ପାଖକୁ ସେମିତି ଫୋନ ଆସୁଛି ତମେ ଜାଣିଲ ତ ସେଇ ଅନୁସାରେ ସଜାଗ ହେଇକି ରୁହ ଆଉ ଉତୁପାତ ହବନି ସେଠି ଏକୁଟିଆ ରହୁଛ ବୋଲି ଉତୁପାତ ହବନି। ହଉ ମୁଁ କହିଦେଲି ଦେଖୁଛି କଣ କରିବି ଆରେ ମାନେ ରଙ୍ଗ ନମ୍ବରରୁ କଲ୍ ଆସୁଛି ନା। ମାନେ ଅଲଗା ନମ୍ବରରୁ ମୋର ଯଦି କିଏ ସାଙ୍ଗସାଥି ଫୋନ କରିବେ ମୁଁ ଥୋଡି ନା କଣ ତାଙ୍କ ନମ୍ବର ବି ବ୍ଲକ କରିଦେବି। ମୁଁ ଗୋଟେ କଥା ଭାବୁଛି ମୋର ତ 2ଟା ନମ୍ବର ଏଇ ନମ୍ବର ଟା ଫ୍ଲିପକାର୍ଟ କାମ କଲା ବେଳେ ଏଇଟା ଦେଇଥିଲେ ମୁଁ ଭାବୁଛି ଏଇ ନମ୍ବର ଟାକୁ ଇଏ କରିଦେବି ଏୟାରଟେଲ କରିଦେଇକି 2 ରୁ 2.5 ମାସ ରିଚାର୍ଜ କରିବିନି ଆଉ ଆର ଜିଓ ସିମ୍ ଟାକୁ ରିଚାର୍ଜ କରି ଚଲେଇବି କାହିଁକି ନା କିଛି ଦିନ ସୁଇଚ ଅଫ୍ ବିଚିମିଚି ଦେଖେଇଲେ କେହି କଲ୍ ବି ନ କରି ପାରନ୍ତି। ଦେଖିବା ମୁଁ ସେଇଆ କରେ ନା କାହିଁକି ଏ ସବୁ ନମ୍ବର ଟା ମୋର ସବୁ ଇମ୍ପୋର୍ଟାଣ୍ଟ ଜାଗା ସବୁ ଦେଇଛି ନା। ହଉ ଯାହା କଲ କଲ ଆଉ କାହାକୁ ଏମିତି ଅଜଣା ଲୋକଙ୍କୁ ନମ୍ବର ଦବନି ଖାସ କରି ଝିଅ ମାନଙ୍କୁ ବୁଝିଲ। ଶୁଣ ତମେ ବି ହେଲେ ଦେଇଥାନ୍ତ ଆଉ ଜାଗା ରହିକି ଦେଖୁନ। ସେଟା ମୁଁ ହଉ ଜାଣିଥିଲି ଭଲ କି ଏମିତି ଜାଗାରେ ଆଜି ହବ ମୁଁ କାମ ଛାଡି ହଉ ସାରିଲା ହଉ ଛାଡ ମୁଁ ରାଗିନି। ଯାହା ହେଲା ବୁଝାଯିବ ରାଗିଲେ ତ କିଛି ହେଇପାରିବନି ରାଗିଲେ ତ କୌଣସି ଭୁଲର ସମାଧାନ ହେଇପାରିବନି ଓଲଟା ରାଗ ଟା ବଢିବ କିଛି ଲାଭ ହବନି। ତ ଶାନ୍ତ ହେଇକି ଯାହା ଚିନ୍ତା କରିବା କଥା କର ଆଉ ନେକ୍ସଟ ଟାଇମ ଏମିତି ଯେମିତି ନ ହୁଏ। ଫ୍ଲିପକାର୍ଟ ବଡ ଟେନସନ ଦେଇଦେଲା ମତେ ହଉ ଆଉ କଣ କହିବି ମୁଁ ଟିକେ ଗାଧେଇ ପାଧେଇ ଆସେ ପୁରା ଆଉ ଖିଆ ପିଆ ହେଇଛି ନା? ଖିଆ ପିଆ ମୁଁ ଗଲେ ଘରକୁ କରିବି ଘରକୁ ଗଲେ ଗାଧେଇ ପାଧେଇ ଖିଆ ପିଆ ହବ ସିଏ ଏଇଠି ମୁଁ ସାଙ୍ଗଟା ପାଖରେ ଅଛି ଏଇଠି ଗାଧେଇକି ପଳଉଛି ତମେ ଖାଇବା ପାଉଡ ମୁଁ ଘରକୁ ଯାଇକି ଖାଇବି ଆଉ। ହଉ ହେଲା ଭଲ ଟିକେ ରୋଷେଇ କରିଥିବ ହେଲା। ଚିକେନ ହେଇଛି ବା। ହଉ ହଉ ମୁଁ ଯାଉଛି ମୁଁ ରଖିଲି। କିଛି ହଁ ନେବି ହଁ କି ଜଲଦି ଆସ କିଛି ନେବି ନା କି ନା ଜଲଦି ଆସ ବାଢିକି ଥଣ୍ଡା ହେଇଯିବ ନହେଲେ। ହଉ ରଖିଲି।